ରାଜୁ ଦେଖିଲା ପାହାଡ଼ ଉପରେ ସୁକୁମାର ବାଳକଟିଏ ସତେଅବା ମନ୍ତ୍ରମୁଗ୍ଧ ହୋଇ ଅଚଳ ଭାବରେ ଠିଆ ହୋଇ ରହିଛି। ଗୋଟାଏ ଭୀଷଣାକୃତି ସର୍ପଦାନବ ସେ ବାଳକ ଆଖିରେ ଦୃଷ୍ଟି ନିବଦ୍ଧ କରି ଧୀରେ ଧୀରେ ତା ଆଡ଼େ ଅଗ୍ରସର ହେଉଛି। ସର୍ବନାଶ! ଆଜି କ'ଣ ସର୍ପଦାନବ ଖୋଦ୍ ରାଜପୁତ୍ରଙ୍କୁ ଭକ୍ଷଣ କରିବ? ଦୁଇ ପ୍ରହରୀଙ୍କ କଣ୍ଠରେ ଫୁଟିଲା ଆତଙ୍କ ଓ ଆଶ୍ଚର୍ଯ୍ୟ। ତମେ ଦୁହେଁ ତ ବଡ଼ ଅଜବ ପ୍ରହରୀ। ଯଦି ସର୍ପଦାନବ ତମ ରାଜପୁତ୍ରଙ୍କୁ ଗିଳିଦେବ ବୋଲି ଜାଣୁଛ, ତେବେ ତାଙ୍କୁ ରକ୍ଷା କରିବାକୁ ଆଗଭର ହେଉନ କାହିଁକି? ରାଜୁ ନିଜ ତରବାରୀ ଉପରେ ହାତ ପକାଇ ପ୍ରଶ୍ନ କଲା। ପ୍ରହରୀମାନେ ଏମିତି ଭାବରେ ରାଜୁ ଆଡ଼େ ଅନାଇଲେ ସତେଅବା ସେ ଗୋଟାଏ ନିହାତି ଅବାନ୍ତର କଥା କହୁଛି। ସେତିକିବେଳେ ସେଠାରେ ପହଞ୍ଚିଗଲା ଗୋଟିଏ ରଥ। ତାକୁ ଟାଣୁଥିଲେ ଯୋଡ଼ିଏ ବଳିଷ୍ଠ ମଣିଷ। ଯେପରି କ୍ଷିପ୍ର ଗତିରେ ସେମାନେ ଦୌଡ଼ୁଥିଲେ ତାହା ଦେଖିଲେ ଘୋଡ଼ାମାନେ ବି ଲଜ୍ଜିତ ହୁଅନ୍ତେ। ମହାରାଜ! ଏତକ ଉଚ୍ଚାରଣ କରି ପ୍ରହରୀମାନେ ମୁଣ୍ଡ ନୁଆଇଲେ। ରାଜା ପାହାଡ଼ ଉପରେ ସର୍ପଦାନବ ଦ୍ୱାରା କବଳିତ ରାଜପୁତ୍ର ଆଡ଼େ ଅନାଇ ଖାଲି ଏତକ କହିଲେ, ହାୟ ମୋ ପୁଅ! ମହାରାଜ! ସର୍ପଦାନବକୁ ଦମନ କରିବା ନିମନ୍ତେ ଏ ପ୍ରହରୀ ଦୁହିଁଙ୍କୁ ଆଦେଶ ଦେଉନାହାନ୍ତି କାହିଁକି? ରାଜୁ ଅଧୈର୍ଯ୍ୟ ଭାବରେ ପ୍ରଶ୍ନ କଲା। ରାଜା ଥରେ ରାଜୁ ଆଡ଼େ ବିସ୍ମିତ ଭାବରେ ଅନାଇ ତାପରେ ପୁଅ ଉପରେ ଦୃଷ୍ଟି ନିବଦ୍ଧ ରଖି କାନ୍ଦିବାରେ ମନ ଦେଲେ। ସର୍ପଦାନବ ଓ ରାଜପୁତ୍ର ଭିତରେ ସେତେବେଳେ ମାତ୍ର ଗଜେ ଦୁଇ ଗଜ ବ୍ୟବଧାନ। ରାଜୁ ଲମ୍ଫ ଦେଇ ପାହାଡ଼ ଉପରକୁ ଉଠିଗଲା। ସେତେବେଳକୁ ସର୍ପଦାନବର ଲହ ଲହ ଜିଭ ଥରେ ବିଜୁଳି ଭଳି ଚହଟି ଯାଇ ରାଜପୁତ୍ରକୁ ଆୟତ୍ତ କରିବାକୁ ଚେଷ୍ଟା କରି ସାରିଥାଏ। ଖିଏ ବ୍ୟବଧାନରେ ରାଜପୁତ୍ର ବର୍ତ୍ତି ଯାଇଥିଲେ। ସର୍ପଦାନବର ଜିଭ ଦ୍ୱିତୀୟ ଥର ନିଷ୍କାସିତ ହେବା ପୂର୍ବରୁ ରାଜୁର ତରବାରୀ ତାର ମୁଣ୍ଡ କାଟ କଲା। ବକ୍ର ଦାଢ଼ିବନ୍ତ ସେତିକିବେଳେ ରାଜାଙ୍କ ପାଖରେ ଆବିର୍ଭୂତ ହେଲା। ଆରେ ଟୋକା, ତୁ କଲୁ କ'ଣ? ସେ ଆର୍ତ୍ତନାଦ କଲା। କଲି କ'ଣ? ରାଜପୁତ୍ରଙ୍କୁ ଗିଳିବାକୁ ଯାଉଥିବା ସର୍ପଦାନବକୁ ମାରିଦେଲି। ତା ରକ୍ତରୁ ତ କାହିଁ ଆଉ ଗଣ୍ଡାଏ 6ଟା ସର୍ପଦାନବ ଜାତ ହେଉନାହାନ୍ତି। ଅତଏବ ଆମେ ନିରାପଦ। ରାଜାଙ୍କର କର୍ତ୍ତବ୍ୟ ମୋତେ ଅଧା ରାଜ୍ୟ ଓ ରାଜକନ୍ୟା ଉପହାର ଦେବା। ତେବେ ମୋର ଅବଶ୍ୟ ସେସବୁ ଲୋଡ଼ା ନାହିଁ, କହିଲା ରାଜୁ। ଟୋକାକୁ ବାନ୍ଧ, ବକ୍ରଦାଢ଼ି ହୁକୁମ ଦେଲା। ହଁ ହଁ, ବାନ୍ଧ। ରାଜା ବି ସେ ହୁକୁମକୁ ସମର୍ଥନ କଲେ ଓ କହିଲେ, ତେବେ ସାଧାରଣ କାରାଗାରରେ ନ ରଖି ତାକୁ ଆମ ନଅର ଅଭ୍ୟନ୍ତରବର୍ତ୍ତୀ କାରାକକ୍ଷରେ ରଖ। ରାଜପୁତ୍ର ରାଜୁ ପାଖକୁ ଲାଗି ଆସିଲେ। ତାଙ୍କ ଆଖିରେ ଜକେଇଥାଏ କୃତଜ୍ଞତାର ଅଶ୍ରୁ। କୁନି ରାଜକୁମାର! ସ୍ନେହସିକ୍ତ କଣ୍ଠରେ ରାଜୁ ସମ୍ବୋଧନ କଲା। କିନ୍ତୁ ପ୍ରହରୀମାନେ ତତ୍କ୍ଷଣାତ୍ ତାକୁ ରାଜପୁତ୍ରଙ୍କଠୁ ଟାଣି ନେଇଗଲେ। ରାଜୁ ପଛରେ ରାଜା ଓ ବକ୍ରଦାଢ଼ି ଚାଲିଥାନ୍ତି। ସର୍ପଦାନବର ଦେହ କେଉଁଠି ପୋତା ହେବ ଓ ତା ଉପରେ କେଡ଼େ ବିରାଟ ସ୍ମୃତିସ୍ତମ୍ଭ ନିର୍ମାଣ ହେବ ସେମାନେ ସେଇ କଥା ଆଲୋଚନା କରୁଥାନ୍ତି। ନିଶାର୍ଦ୍ଧ। ରାଜୁ ଯେତେ ଚିନ୍ତା କରୁଥାଏ ତାକୁ ସେତିକି ବିସ୍ମୟ ଲାଗୁଥାଏ। ସର୍ପଦାନବର ନିଧନରେ ରାଜା ଓ ବକ୍ରଦାଢ଼ି ବିଚଳିତ ହେଲେ କାହିଁକି? ରାଜପୁତ୍ରକୁ ରକ୍ଷା କରିବା ଅପରାଧ ହେଲା କିପରି? କାରାକକ୍ଷ ଆଗର ସୁଡ଼ଙ୍ଗ ପଥ ମୃଦୁ ଆଲୋକରେ ଉଦ୍ଭାସିତ ହେଲା। କକ୍ଷ ଖୋଲିଦେଲା ଜଣେ ପ୍ରହରୀ। ଆଗରେ ଛିଡ଼ା ହେଲେ ରାଜା। ତରୁଣ, ତମେ ମୋ ପୁତ୍ରର ଜୀବନ ରକ୍ଷା କରିଛ। ମୁଁ କୃତଜ୍ଞ। ମୁଁ ତମର ମୃତ୍ୟୁ କାମନା କରୁନାହିଁ, ସେ କହିଲେ। ମହାରାଜ, ଆଉ କିଏ ବି କାହିଁକି ମୋ ମୃତ୍ୟୁ କାମନା କରିବ ସେ କଥା ମୁଁ ବୁଝିପାରୁନାହିଁ, ରାଜୁ କହିଲା। ତରୁଣ, ଇଏ ହେଲା ଜ୍ଞାନ ବିଜ୍ଞାନ ରାଜ୍ୟ। ଜ୍ଞାନ ପାଇଁ ଲୋଡ଼ା ଶୃଙ୍ଖଳା। ସେ ସର୍ପଦାନବ ଥିଲା ଶୃଙ୍ଖଳାର ଅଧିଷ୍ଠାତା। ସେ ଶୃଙ୍ଖଳା ମାନି ଦୈନିକ ଗୋଟାଏ ମଣିଷ ଖାଉଥାଏ, ତାଠୁଁ ଅଧିକ ନୁହେଁ। ସେ କେଉଁଦିନ କାହାକୁ ଗ୍ରାସ କରିବ ସେଇଟା ତାର ମର୍ଜି। ଆଜି ସେ ମୋ ପୁଅକୁ ଖାଇବାକୁ ଉଦ୍ୟତ ହେଲା ବୋଲି ମୁଁ କିପରି ସେଥିରେ ବାଧା ଦେବି? ରାଜା ହିସାବରେ ଶୃଙ୍ଖଳାର ଦୃଷ୍ଟାନ୍ତ ରଖିବା ବରଂ ମୋର ପ୍ରଥମ କର୍ତ୍ତବ୍ୟ, ରାଜା ବୁଝାଇଦେଲେ। ମହାରାଜ, ସର୍ପଦାନବ ଶୃଙ୍ଖଳାର ଅଧିଷ୍ଠାତା ହେଲା କିପରି? ସେଇଟା ଅବଶ୍ୟ ଗୋପନ କଥା, କିନ୍ତୁ ତମକୁ କହିଦେଉଛି। ସର୍ପଦାନବ ତୁଚ୍ଛା ସର୍ପଦାନବ, ତାଠୁଁ ବେଶୀ କିଛି ନୁହେଁ। କିନ୍ତୁ ଶୃଙ୍ଖଳାର ନିୟାମକ ଭାବରେ କାହାକୁ ହେଲେ ଲୋକ ମାନିବା ଚାହି, ନହେଲେ ସେମାନେ ବିଶୃଙ୍ଖଳ ହୋଇଯିବେ। ସେ ନିୟାମକ ଯେତେ ଭୟଙ୍କର ହେବ ଲୋକେ ତାକୁ ସେତିକି ବେଶୀ ମାନିବେ। ମହାରାଜ, ରଥ ମଣିଷ ନ ଟାଣି ଘୋଡ଼ା ଟାଣିବା ଉଚିତ, ଏତକ ଜ୍ଞାନ ବି ତ ଆପଣମାନଙ୍କର ନାହିଁ। ଆଉ ଏଇଟା କେଉଁ ଦୃଷ୍ଟିରୁ ଜ୍ଞାନ ବିଜ୍ଞାନ ରାଜ୍ୟ? ପ୍ରଶ୍ନ କଲା ରାଜୁ। ରାଜା ରାଜୁର ପିଠି ଥାପୁଡ଼େଇ ଦେଇ କହିଲେ, ତରୁଣ, ଯେଉଁମାନଙ୍କୁ ତମେ ମଣିଷ ରୂପରେ ଦେଖିଲ
ସେମାନେ ବାସ୍ତବରେ ଘୋଡ଼ା। ଆମେ ସେମିତି ଗୁଡ଼ାଏ ଘୋଡ଼ାଙ୍କୁ ମଣିଷ ଓ ଗୁଡ଼ାଏ ମଣିଷଙ୍କୁ ଘୋଡ଼ାରେ ପରିଣତ କରିପାରିଛୁ। ଏଥିରୁ ଆମ ଜ୍ଞାନ ବିଜ୍ଞାନର କରାମତି ବୁଝୁଛଟି? ବୁଝୁଛି। ରାଜୁ ଦୀର୍ଘ ନିଶ୍ୱାସ ଛାଡ଼ିଲା। ବୁଝୁଛ? ରାଜା ଥଟ୍ଟାଳିଆ ଭାବରେ ଜେରା କଲେ। କ'ଣ ବୁଝୁଛ? ବୁଝୁଛି ଯେ ଏ ଧରଣର ଜ୍ଞାନ ବିଜ୍ଞାନର ଅଧିଷ୍ଠାତା କୌଣସି ଦେବତା ନୁହେଁ, ସର୍ପ ଦାନବ ହିଁ ହେବା ଉଚିତ। ରାଜୁ କଣ୍ଠସ୍ୱର ଟାଣ କରି କହିଲା। ରାଜା ଅସ୍ୱସ୍ତି ଅନୁଭବ କଲେ। ରାଜୁକୁ ସେମାନଙ୍କର ଆହୁରି ଅଧିକ କିଛି କରାମତି ଦେଖାଇବା ନିମନ୍ତେ ନଅରର ଛାତ ଉପରକୁ ନେଇଗଲେ। ଛାତର ଗୋଟିଏ କୋଣରେ ଥିଲା ଏକ ଉଜ୍ଜ୍ୱଳ ଶୁଭ୍ର ଗମ୍ବୁଜ। ତହିଁ ଉପରେ ଥିଲା କିଛି ଲାଲ ଅଂଶ। ରାଜା ସେହି ଅଂଶ ଉପରେ 3 ଥର ହାତ ବାଡ଼େଇ ଦେଲେ। ଲାଲ ଅଂଶ ଅପସରି ଯାଇ ଦେଖାଦେଲା ଏକ ଦ୍ୱାର। ରାଜାଙ୍କୁ ଅନୁସରଣ କଲା ରାଜୁ। ଏହି ଗମ୍ବୁଜ ଭିତରୁ ରାଜ୍ୟର ଯେଉଁଠି ଯାହା ହେଉଛି ସବୁ ସ୍ପଷ୍ଟ ଦେଖିହେବ। ରାଜା କହିଲେ ଓ ଗମ୍ବୁଜର ଏକ ସ୍ୱଚ୍ଛ ଅଂଶ ଦେଇ ଏକ ନିର୍ଦ୍ଦିଷ୍ଟ ଅଞ୍ଚଳ ପ୍ରତି ରାଜୁର ଦୃଷ୍ଟି ଆକର୍ଷଣ କଲେ। ରାଜୁ ଦେଖିଲା ଶତ ଶତ ଉଜ୍ଜ୍ୱଳ ଆଲୋକ ତଳେ ଅସଂଖ୍ୟ ନରନାରୀ କର୍ମରତ। ସେମାନେ କ'ଣ କରୁଛନ୍ତି? ରାଜୁ ପଚାରିଲା। କରୁଛନ୍ତି ଅନେକ ଧରଣର କାମ। ବାମକୁ ଅନାଅ। ସେଠାରେ ବିଶିଷ୍ଟ ଗଣିତଜ୍ଞମାନେ ଏମିତି ଏକ ପଦ୍ଧତି ପ୍ରସ୍ତୁତ କରୁଛନ୍ତି ଯାହାଦ୍ୱାରା ଆମ ଦେଶରେ କେତେ ସଂଖ୍ୟକ ବାଲିକଣା ରହିଛି ତାର ସଠିକ୍ ହିସାବ ସମ୍ଭବ ହେବ। ତାପରେ ମହାରାଜ, ଏ ଜ୍ଞାନର ପ୍ରୟୋଜନ? ଜ୍ଞାନ ହେଲା ବଳ। ଆମର ଜ୍ଞାନ ଗନ୍ତାଘରେ ସୁରକ୍ଷିତ ଅସଂଖ୍ୟ ଜ୍ଞାନରୁ କିଏ କେତେବେଳେ ହେଲେ କାମରେ ଲାଗିଯିବ। ତମକୁ ଗୋଟାଏ ଦୃଷ୍ଟାନ୍ତ ଦେଉଛି। ହେଇ ସେ ପାଖରେ ସେ କୋଠା ଆଡ଼େ ଅନାଅ। ସେଠି ବୈଜ୍ଞାନିକମାନେ ଗୋଟାଏ ଅପୂର୍ବ ମହତ୍ କାମ କରୁଛନ୍ତି। ରାଜା କହିଲେ। ସତେ? ଯେଉଁ ଧରଣର ଶୃଙ୍ଖଳା ଓ ଶକ୍ତି ଆପଣମାନେ ହାସଲ କରିଛନ୍ତି ସେଥିରେ ମହତ୍ କିଛି ହେବା ଉଚିତ। କାମଟି କ'ଣ ଜାଣିପାରେ? ରାଜୁ କୌତୂହଳ ପ୍ରକାଶ କଲା। ଭବିଷ୍ୟତରେ ଆମେ ଆକାଶର ଯେ କୌଣସି ନକ୍ଷତ୍ରକୁ ଚୁରମାର କରିଦେଇ ପାରିବୁ। ଓ ଏଇଟା ମହତ୍ କାମ? କେଡ଼େ ଭୟଙ୍କର ମୂର୍ଖତା! ରାଜୁ ଉତ୍ତେଜିତ ଭାବରେ କହିଲା। ତୁନିପଡ଼। ରାଜା ବିରକ୍ତ ହେଲେ। କାହିଁକି ତୁନି ପଡ଼ିବି? ସୁଦୂର ଆକାଶରେ ମିଞ୍ଜି ମିଞ୍ଜି କରୁଥିବା ସେ କୁନି କୁନି ନକ୍ଷତ୍ରମାନେ ଆପଣଙ୍କର କ'ଣ ହାନି କରିଛନ୍ତି ଯେ ଆପଣ ସେଥିରୁ କେତୋଟିକୁ ଧ୍ୱଂସ କରିଦେବାକୁ ଏଡ଼େ ବ୍ୟଗ୍ର? ସେମାନେ ମିଞ୍ଜି ମିଞ୍ଜି କରୁଛନ୍ତି ବୋଲି ଯେ ନିରୀହ ତାହା ନୁହେଁ। ଆଉ ସେମାନଙ୍କୁ ଯେତେ କୁନି ଭାବୁଛ ସେମାନେ ତାହା ବି ନୁହନ୍ତି। ସେମାନେ ବିରାଟ ଗ୍ରହମାଳା। ସେଥିରୁ ଆମଠୁଁ ବହୁତ ଅଧିକ ବଳବାନ ଲୋକ ଥିବା ସମ୍ଭବ। ହଠାତ୍ ଯଦି ସେମାନେ ଦିନେ ଆମ ଆଡ଼କୁ ଖେପି ଆସିବେ? ରାଜା ଓଲଟା ପ୍ରଶ୍ନ କଲେ। ମହାରାଜ, ସେମାନେ ଯଦି ଆସିବେ ତେବେ ସେମାନେ ପ୍ରଚୁର ସହାନୁଭୂତି ଓ ନିରୀହ ଅନୁସନ୍ଧିତ୍ସା ଦ୍ୱାରା ଅନୁପ୍ରାଣିତ ହୋଇ ନ ଆସିବେ ବୋଲି କାହିଁକି ଭାବିଲେ? ଆପଣମାନେ ସବୁ କାମ କାହିଁକି ଭୟ ଦ୍ୱାରା ପ୍ରେରିତ ହୋଇ କରୁଛନ୍ତି? ରାଜୁ ପଚାରିଲା। ସେଥିରେ ଉପକାର ମିଳେ। ଲୋକେ ଏକତାବଦ୍ଧ ହୋଇ ରହନ୍ତି ତଥା ଚୁପ୍ ରହନ୍ତି। ରାଜା ଟିକିଏ ଦୋଦ ପାଞ୍ଚ କରି ଉତ୍ତର ଦେଲେ। ସେଭଳି ଏକତା ଓ ନୀରବତାର ମୂଲ୍ୟ କ'ଣ? ଲୋକେ ଚୋର ଡାକୁ ଭୟରେ ବି ପରସ୍ପର ଜାବୁଡ଼ି ଧରି ରହନ୍ତି। ସେଇଟା ଏକତା? ଆଚ୍ଛା, ଆଉ ଗୋଟାଏ ପ୍ରଶ୍ନ। ବର୍ତ୍ତମାନ ରାତି। ଆପଣଙ୍କ ଲୋକେ ଶୋଇବା ଉଚିତ ନୁହେଁ? ଚିନ୍ତା କର ନାହିଁ। ଆମର ବିଜ୍ଞାନ ଲୋକଙ୍କୁ ନିଦ ଭୁଲାଇ ଦେବାର ଉପାୟ ଆବିଷ୍କାର କରିପାରିଛି। ଯିଏ ବିନା ନିଦରେ 10 ବର୍ଷ ବିତାଇପାରେ ତାକୁ ସର୍ପଦାନବ ପଦକ ଦେଇ ଅଭିନନ୍ଦିତ କରାଯାଏ। ନିଦ ଭୁଲାଇ ଦେବାର ଉପାୟ? ସେଥିରେ ସେମାନଙ୍କ ସ୍ୱାସ୍ଥ୍ୟହାନି ହୁଏ ନାହିଁ? ରାଜୁ ପ୍ରଶ୍ନ କଲା। ସେ ଉତ୍ତେଜିତ ନ ହେଲେ ବି ତା କଣ୍ଠସ୍ୱରରେ ଥିଲା ବେଦନା। ନିଦ୍ରାହୀନତାର କୁପ୍ରଭାବକୁ ପ୍ରତିହତ କରିବା ନିମନ୍ତେ ଆମ୍ଭେମାନେ ଗୋଟାଏ ସୁନ୍ଦର ଉପାୟ ବାହାର କରିଛୁଁ। ହେଇଟି ସେଆଡ଼େ ଅନାଅ। ରାଜା ଗମ୍ବୁଜ କାନ୍ଥର ଅନ୍ୟ ଏକ ସ୍ୱଚ୍ଛ ଅଂଶ ଭିତର ଦେଇ ନଗରୀର ଆଉ ଏକ ଅଞ୍ଚଳ ଆଡ଼େ ରାଜୁର ଦୃଷ୍ଟି ଆକର୍ଷଣ କଲେ ଓ କହିଲେ, ବର୍ତ୍ତମାନ ଏକ କାନ୍ଦବୋବାଳି ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ତେବେ ଆଜି ବୋଧହୁଏ ଅସଲ ଅଧିବେଶନ ପୂର୍ବରୁ ଆମ ପୁରୋହିତ କିଛି କହିବେ। କାନ୍ଦବୋବାଳି ଅଧିବେଶନ? ରାଜା ସଗର୍ବରେ କହିଲେ, ନିଦ ଛାଡ଼ିଦେବା ଦ୍ୱାରା ଶରୀରରେ ଓ ମନରେ ଯେଉଁ ଖରାପ ପ୍ରତିକ୍ରିୟା ହୁଏ ଏକତ୍ର ହୋଇ ବହେ କନ୍ଦାକଟା କରିଦେଲେ ସେ ପ୍ରତିକ୍ରିୟାର ଅବସାନ ହୋଇଯାଏ। ରାଜୁ ଦେଖୁଥାଏ ଗୋଟାଏ ପ୍ରଶସ୍ତ ପ୍ରେକ୍ଷାଳୟ। ମଞ୍ଚର ପଟ୍ଟଭୂମିରେ ସର୍ପଦାନବର ପ୍ରତିକୃତି ଶତଶତିଆ ସର୍ପଦାନବ ଅପେକ୍ଷା ବହୁ ଅଧିକ ଗୁଣ ଭୟଙ୍କର।
ପ୍ରେକ୍ଷାଳୟ ଭର୍ତ୍ତି ଲୋକ, କିନ୍ତୁ ସମସ୍ତେ ନୀରବରେ ମୁଣ୍ଡ ପୋତି ବସିଥାନ୍ତି। ମଞ୍ଚ ଉପରକୁ ଉଠିଯାଇ ବକ୍ରଦାଢ଼ି ଭାଷଣ ଆରମ୍ଭ କଲା। ନାଗରିକଗଣ, ଆମ ପ୍ରିୟ ସର୍ପଦାନବର ଆକସ୍ମିକ ନିଧନ ବିଷୟ ଆପଣମାନେ ଅବଗତ ଅଛନ୍ତି। ତାଙ୍କ ଘାତକ ଯେ ମାନବରୂପୀ ଶୈତାନ, ଏହା କହିବା ବାହୁଲ୍ୟ ମାତ୍ର। ଆମର କୌଣସି ଭୀଷଣ ଶତ୍ରୁ ତାକୁ ପ୍ରେରଣ କରିଛି। ଯେତେବେଳେ ସର୍ପଦାନବ ରାଜପୁତ୍ରଙ୍କୁ ଆହାର କରିବ, ଠିକ୍ ସେତିକିବେଳେ ସେ ମହାଧୂର୍ତ୍ତ ଘାତକ ତାକୁ ହତ୍ୟା କଲା। ଏପରି କରି ସେ ରାଜାଙ୍କ ସହାନୁଭୂତି ପାଇବାର କଳ୍ପନା କରିଥିଲା। ତେବେ ସେ ବର୍ତ୍ତମାନ ବନ୍ଦୀ। ରାଜୁ କ୍ରୋଧରେ ଥରିଉଠି ରାଜାଙ୍କ ଆଡ଼େ ଅନାଇ ପ୍ରଶ୍ନ କଲା, ମହାରାଜ, ଏ ପ୍ରଚଣ୍ଡ ମିଥ୍ୟାବାଦୀକୁ ଆପଣ ସହ୍ୟ କରନ୍ତି? ରାଜା ନିଷ୍ପ୍ରଭ ଦେଖାଗଲେ।